ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଅବପାତର ରୂପ ନେଇଛି। ଆଜି ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବ ଏବଂ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। 26 ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗ 28 ତାରିଖ ପର୍ଯ୍ୟନ୍ତ ବର୍ଷା ସତର୍କତା ଜାରି କରିଛି ଏବଂ ସମୁଦ୍ରରେ ସମ୍ଭାବ୍ୟ ପ୍ରବଳ ଅଶାନ୍ତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଇଛନ୍ତି। ତେଣୁ ଘରୁ ବାହାରିବା ପୂର୍ବରୁ ପାଣିପାଗ ସ୍ଥିତି ଜାଣନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସିବିଏସ୍ଇ ସ୍କୁଲ ପରି ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲରେ ସିସିଟିଭି କ୍ୟାମେରା ଲଗାଯିବ। ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି, ଯାହାଦ୍ୱାରା ସ୍କୁଲ ପରିସର ଭିତରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରାଯାଇପାରିବ। ଏହି କ୍ୟାମେରାଗୁଡ଼ିକ ସ୍କୁଲ ପ୍ରବେଶ ଦ୍ୱାର, କରିଡର, ଶ୍ରେଣୀଗୃହ ଏବଂ ଖେଳ ପଡ଼ିଆ ସମେତ ପ୍ରାୟ ସମସ୍ତ ସାଧାରଣ ଅଞ୍ଚଳରେ ଲଗାଯିବ, ଯାହାଦ୍ୱାରା ପିଲାମାନଙ୍କ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖାଯାଇପାରିବ। ଓଡ଼ିଶାରେ ଆଳୁ ସଙ୍କଟ ଘନୀଭୂତ ହେଉଛି ଏବଂ ଯୋଗାଣ ମନ୍ତ୍ରୀ ଏହି ପ୍ରସଙ୍ଗକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। ଗତ ବର୍ଷ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦାବି କରିଥିଲେ ଯେ ଓଡ଼ିଶା ଆଉ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ରହିବ ନାହିଁ, କିନ୍ତୁ ଏବେ ସେ ୟୁଟର୍ନ ନେଇଛନ୍ତି। ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ସେ ଆଳୁ ଯୋଗାଣ ସ୍ୱାଭାବିକ କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ। ଏହି ଘଟଣା ମନ୍ତ୍ରୀଙ୍କ ପୂର୍ବ ପ୍ରତିଶ୍ରୁତିକୁ ପ୍ରଦର୍ଶିତ କରେ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନର ପ୍ରୟାସ ସହିତ ଓଡ଼ିଶା ଆଗାମୀ 5 ବର୍ଷ ମଧ୍ୟରେ ମଧ୍ୟ ଏହାର ଆଳୁ ଆବଶ୍ୟକତାର କେବଳ ଅଧା ପୂରଣ କରିପାରିବ, ଯାହା ଫଳରେ ବାହାର ରାଜ୍ୟ ଉପରେ ନିର୍ଭରଶୀଳତା ଜାରି ରହିବ। ନକଲି ଚାଷୀମାନଙ୍କୁ ଚିହ୍ନଟ କରିବା ପାଇଁ ଏବଂ ପ୍ରକୃତ ଚାଷୀମାନଙ୍କୁ ଲାଭ ଦେବା ପାଇଁ ଓଡ଼ିଶା ସରକାର ଏକ ପ୍ରମୁଖ ଯୋଜନା ଆରମ୍ଭ କରିଛନ୍ତି। ଏହି ବର୍ଷରୁ ରାଜ୍ୟରେ ଇକେୱାଇସି ପ୍ରକ୍ରିୟା କାର୍ଯ୍ୟକାରୀ ହେବ। ଏହା ଅଧୀନରେ ଚାଷୀମାନଙ୍କୁ ନିଜକୁ ପଞ୍ଜୀକୃତ କରିବା ପାଇଁ ସେମାନଙ୍କର ଆଧାର କାର୍ଡ ସମେତ ସମସ୍ତ ଆବଶ୍ୟକୀୟ ସୂଚନା ପ୍ରଦାନ କରିବାକୁ ପଡ଼ିବ। ଏହି ଡକ୍ୟୁମେଣ୍ଟଗୁଡ଼ିକ ସିଧାସଳଖ ସରକାରୀ ୱେବସାଇଟରେ ଉପଲବ୍ଧ ହେବ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନଧିକୃତ ବ୍ୟକ୍ତିମାନଙ୍କୁ କୃଷି ଯୋଜନାର ଲାଭ ଉଠାଇବାକୁ ରୋକିବା, ଯାହା କେବଳ ପ୍ରକୃତ ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାକୁ ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ପାଇବାରେ ସାହାଯ୍ୟ କରିବ। ଭାରତୀୟ ଗ୍ରାହକଙ୍କ ପାଇଁ ବହୁତ ଭଲ ଖବର। ଆପଣ ଏବେ ବିଦେଶରେ ମଧ୍ୟ ଆପଣଙ୍କର ପ୍ରିୟ ଡିଜିଟାଲ ପେମେଣ୍ଟ ସିଷ୍ଟମ ୟୁପିଆଇ ବ୍ୟବହାର କରିପାରିବେ। ଏହି ସୁବିଧା ବିଶ୍ୱସ୍ତରୀୟ ପେମେଣ୍ଟ ପ୍ଲାଟଫର୍ମ ପେପାଲ୍ ସହିତ ଏକ ଐତିହାସିକ ସହଭାଗିତା ମାଧ୍ୟମରେ ଉପଲବ୍ଧ କରାଯାଇଛି। ଏହି ପଦକ୍ଷେପ ଭାରତୀୟ ପର୍ଯ୍ୟଟକ ଏବଂ ଏନ୍ଆର୍ଆଇ ପାଇଁ ଅନ୍ତର୍ଜାତୀୟ ପେମେଣ୍ଟକୁ ବହୁତ ସହଜ କରିବ। ସେମାନେ ଏବେ ବିଦେଶରେ ଇ-କମର୍ସ ସାଇଟ୍ କିମ୍ବା ଅନ୍ୟ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ୟୁପିଆଇ ମାଧ୍ୟମରେ ସିଧାସଳଖ ଦେୟ କରିପାରିବେ, ଯାହାଦ୍ୱାରା ବିଦେଶ ଯାତ୍ରା ଏବଂ ଅନଲାଇନ୍ କାରବାରରେ ସୁବିଧା ବୃଦ୍ଧି ପାଇବ। ଏହି ପଦକ୍ଷେପ ବିଶ୍ୱ ସ୍ତରରେ ଭାରତର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ଆହୁରି ମଜବୁତ କରିବ। ଓଡ଼ିଶାରେ ଭାଗ ଚାଷୀଙ୍କ ପରିସ୍ଥିତି ପୁଣି ଥରେ ଖବରରେ ଅଛି। ରାଜ୍ୟରେ ସେମାନଙ୍କର କୌଣସି ସରକାରୀ ଗଣନା ହୋଇନାହିଁ ଏବଂ ସେମାନଙ୍କର ଭବିଷ୍ୟତ କାଗଜପତ୍ରରେ ଅସ୍ଥିର। ଯଦିଓ ସରକାର ସେମାନଙ୍କୁ ଇକେୱାଇସିରେ ଅନ୍ତର୍ଭୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ଚିହ୍ନଟ ନିୟମ ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଯୋଗାଣ ମନ୍ତ୍ରୀଙ୍କ ସାମ୍ପ୍ରତିକ ବକ୍ତବ୍ୟ ଭାଗ ଚାଷୀଙ୍କୁ ନୂତନ ଆଶା ଦେଇଛି ଯେ ସେମାନେ ଇକେୱାଇସିରେ ପ୍ରାଥମିକତା ପାଇବେ ଏବଂ ଜମି ମାଲିକମାନେ ପ୍ରଭାବିତ ହେବେ ନାହିଁ। ତଥାପି ସରକାରଙ୍କ ଘୋଷଣା ଏବଂ ଭୂମିରେ ଏହାର କାର୍ଯ୍ୟକାରିତା ମଧ୍ୟରେ ଏକ ବିରାଟ ବ୍ୟବଧାନ ରହିଛି। ଭାଗ ଚାଷ ଆଇନ କେବଳ କାଗଜପତ୍ରରେ ସୀମିତ ହେବା ଏବଂ ଜମି ମାଲିକଙ୍କ ଜମି ହରାଇବା ଆଶଙ୍କା ଭଳି ପ୍ରସଙ୍ଗ ପ୍ରକ୍ରିୟାକୁ ଆହୁରି ଜଟିଳ କରୁଛି, ଯାହା ପ୍ରଶ୍ନ ଉଠାଉଛି ଯେ ସରକାର ପ୍ରକୃତରେ ଭାଗ ଚାଷୀଙ୍କୁ କିପରି ସୁବିଧା ଯୋଗାଇବେ। ଭାରତରେ ଡିଜିଟାଲ ବିପ୍ଳବ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସାମ୍ପ୍ରତିକ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶର ବିଶ୍ୱରେ ସର୍ବାଧିକ ମୋବାଇଲ ସଂଯୋଗ ଏବଂ ଡାଟା ବ୍ୟବହାର ରହିଛି। ଏହି ଅନୁଯାୟୀ ଚଳିତ ସଂସଦ ଅଧିବେଶନରେ 6GB ସେବା ପ୍ରଚଳନ ପ୍ରସ୍ତାବ ଦିଆଯାଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟସଭାରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଛନ୍ତି, ଯାହା ରାଜ୍ୟୱାରୀ ମୋବାଇଲ ସଂଯୋଗ, ଡାଟା ବ୍ୟବହାର ଏବଂ ଇଣ୍ଟରନେଟ୍ ମୂଲ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରେ। ରିପୋର୍ଟରେ କୁହାଯାଇଛି ଯେ ଭାରତରେ ମୋଟ
61 କୋଟିରୁ ଅଧିକ ମୋବାଇଲ ଉପଭୋକ୍ତା ଅଛନ୍ତି ଏବଂ ଡାଟା ମୂଲ୍ୟ 95% ଅଧିକ ହ୍ରାସ ପାଇଛି। ସରକାର 2023-24ରେ 6GB ପରୀକ୍ଷଣ କେନ୍ଦ୍ର ସ୍ଥାପନ କରିଛନ୍ତି ଏବଂ ଖୁବ୍ ଶୀଘ୍ର ଭାରତ 6GB ଆଲାଏନ୍ସ ଗଠନ କରିବାକୁ ଯାଉଛନ୍ତି, ଯାହା ଦେଶକୁ ପରବର୍ତ୍ତୀ ପିଢ଼ିର ସଂଯୋଗୀକରଣରେ ଏକ ନେତା କରିବ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମହାନଦୀ ଜଳ ବିବାଦ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ଏହି ପ୍ରସଙ୍ଗରେ ଛତିଶଗଡ଼ ସହିତ କୌଣସି ସିଧାସଳଖ ଯୋଗାଯୋଗ ନଥିଲା, କିନ୍ତୁ ଏବେ ଉଭୟ ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ଆଲୋଚନାରେ ଜଳ ଛାଡ଼ିବାର ପରିମାଣ, ସମୟ ଏବଂ ଗର୍ଭ ରୁଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଛି। ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏବେ ତଥ୍ୟ ଆଦାନ ପ୍ରଦାନ ମଧ୍ୟ ଆରମ୍ଭ ହୋଇଛି, ଯାହା ପୂର୍ବରୁ ହେଉନଥିଲା। ଓଡ଼ିଶା ସରକାର କେନ୍ଦ୍ର ଏବଂ ପଡ଼ୋଶୀ ରାଜ୍ୟମାନଙ୍କ ସହଯୋଗରେ ଆଲୋଚନା ମାଧ୍ୟମରେ ସମସ୍ତ ଅନ୍ତଃରାଜ୍ୟ ବିବାଦର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର 4 ଦିନିଆ ବିଦେଶ ଯାତ୍ରା ଅଂଶ ଭାବରେ ବୁଧବାର ବ୍ରିଟେନ ପରେ ଜୁଲାଇ 2025 ଏବଂ 26ରେ ମାଳଦ୍ୱୀପ ଗସ୍ତ କରିବେ। ଏହି ଗସ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ମୋଦି ମୁଖ୍ୟ ଅତିଥି ଭାବରେ ମାଳଦ୍ୱୀପର 60ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ। ଏହା କେବଳ ଏକ ସାଧାରଣ ନିମନ୍ତ୍ରଣ ନୁହେଁ, ବରଂ ଗତ 1.5 ବର୍ଷ ମଧ୍ୟରେ ଭାରତ ମାଳଦ୍ୱୀପ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନର ସଂକେତ। ମନେ ରଖନ୍ତୁ, 1.5 ବର୍ଷ ପୂର୍ବେ ଚୀନର ନିର୍ଦ୍ଦେଶରେ ମାଳଦ୍ୱୀପରେ ଭାରତ ବିରୋଧୀ ଅଭିଯାନ ଶୀର୍ଷରେ ଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପରୁ ନିଜର ଏକ ଫଟୋ ପୋଷ୍ଟ କରି ଭାରତୀୟମାନଙ୍କୁ ସେଠାକୁ ଯିବାକୁ ଆହ୍ୱାନ କରିଥିଲେ, ଯାହାପରେ ମାଳଦ୍ୱୀପକୁ ଯାଉଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ ହ୍ରାସ ପାଇଥିଲା ଏବଂ ସେମାନଙ୍କର ଅର୍ଥନୀତି ସିଧାସଳଖ ପ୍ରଭାବିତ ହୋଇଥିଲା। ଏବେ ମୋଇଜୁ ସରକାର, ଯିଏ ଥରେ ଇଣ୍ଡିଆ ଆଉଟ୍ ସ୍ଲୋଗାନ ଦେଉଥିଲା, ଭାରତ ସହିତ ସମ୍ପର୍କ ଉନ୍ନତ କରିବାକୁ ବାଧ୍ୟ ହୋଇଛି ଏବଂ ଏହି ନିମନ୍ତ୍ରଣ ସେହି ମାଷ୍ଟର ଷ୍ଟ୍ରୋକର ଫଳାଫଳ। BCCI 2025 ଏସିଆ କପ୍ T20 ଟୁର୍ଣ୍ଣାମେଣ୍ଟକୁ ଏକ ନିରପେକ୍ଷ ସ୍ଥାନରେ ଆୟୋଜନ କରିବାକୁ ରାଜି ହୋଇଛି। ସମ୍ପ୍ରତି ଢାକାରେ ଅନୁଷ୍ଠିତ ଏସୀୟ କ୍ରିକେଟ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂତ୍ର ଅନୁଯାୟୀ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନକୁ ସମାନ ଗ୍ରୁପରେ ରଖାଯିବ, ଯାହା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିଛି। ଦୁବାଇ ଏବଂ ଆବୁଧାବିକୁ ସମ୍ଭାବ୍ୟ ସ୍ଥାନ ଭାବରେ ଚୟନ କରାଯାଇଛି। ସେପ୍ଟେମ୍ବର 7ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଆଶା କରାଯାଉଛି। BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏବଂ ACC ସଭାପତି ମୋହନ ସିଂ ନକଭି ଖୁବ୍ ଶୀଘ୍ର ସ୍ଥାନ ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ୱାଶିଂଟନରେ ଅନୁଷ୍ଠିତ ଏକ AI ସମ୍ମିଳନୀରେ ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକୁ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ସେ ଗୁଗଲ, ମାଇକ୍ରୋସଫ୍ଟ ଏବଂ ମେଟା ଭଳି କମ୍ପାନୀଗୁଡ଼ିକୁ ବିଦେଶୀ ପ୍ରତିଭାଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ଆମେରିକୀୟ ନାଗରିକମାନଙ୍କୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛନ୍ତି। ବିଶେଷ କରି ଭାରତ ଭଳି ଦେଶରୁ ଟ୍ରମ୍ପ ଟେକ୍ କମ୍ପାନୀଗୁଡ଼ିକର ବିଶ୍ୱ ମାନସିକତାକୁ ସମାଲୋଚନା କରି କହିଛନ୍ତି ଯେ ଏହା ଆମେରିକୀୟ ପ୍ରତିଭାକୁ ଅଣଦେଖା କରୁଛି। ସେ ଅଭିଯୋଗ କରିଛନ୍ତି ଯେ ଏହି କମ୍ପାନୀଗୁଡ଼ିକ ଆମେରିକୀୟ ସ୍ୱାଧୀନତାର ସୁଯୋଗ ନେଉଛନ୍ତି, କିନ୍ତୁ ବିଦେଶୀମାନଙ୍କ ଉପରେ ଅଧିକ ନିବେଶ କରୁଛନ୍ତି। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ସୁନ୍ଦର ପିଚାଇ ଏବଂ ସତ୍ୟ ନାଡେଲା ଭଳି ଭାରତୀୟ ବଂଶଧର ଅନେକ ଲୋକ ଏହି ଶୀର୍ଷ କମ୍ପାନୀଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଭାରତ ସରକାର 5 ବର୍ଷ ପରେ ଚୀନ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବା ପୁଣି ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟା 24 ଜୁଲାଇ 2025ରୁ କାର୍ଯ୍ୟକାରୀ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହା ନିଶ୍ଚିତ କରିଛି। କୋଭିଡ୍-19 ମହାମାରୀ ଯୋଗୁଁ ମାର୍ଚ୍ଚ 2020ରେ ଭିସା ସେବା ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିଲା। ଏହି ପଦକ୍ଷେପକୁ ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବା ଦିଗରେ ଏକ ସକାରାତ୍ମକ ସଂକେତ ଭାବରେ ଦେଖାଯାଉଛି। ସରକାର ବର୍ତ୍ତମାନ ସିଧାସଳଖ ବିମାନ ଏବଂ କୈଳାସ ମାନସରୋବର ଯାତ୍ରା ଭଳି ପଦକ୍ଷେପ ସମେତ ଦୁଇ ଦେଶ ମଧ୍ୟରେ ଲୋକଙ୍କ ସମ୍ପର୍କକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାରେ ପୁଣି ଥରେ LAC ସ୍ତରରେ ଏକ ବଡ଼ ପ୍ରଶାସନିକ ଅଦଳବଦଳ ହୋଇଛି। ସମ୍ପ୍ରତି ମୋଟ 49 ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି, ଯେଉଁଥିରୁ 13 ଜଣ LAC ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ଅନେକ ଜିଲ୍ଲାର କଲେକ୍ଟରଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜେଶ ପାଟିଲଙ୍କୁ ସମବାୟ ବିଭାଗର କମିଶନର କରାଯାଇଛି, ଯେତେବେଳେ ବିଜୟ କେତନ ଉପାଧ୍ୟକ୍ଷ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ସଚିବ ହେବେ। ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀର କଲେକ୍ଟର ନିଯୁକ୍ତ କରାଯାଇଛି, ଯେତେବେଳେ ହେମନ୍ତ ଶର୍ମା ଏବେ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ଏହି ବଦଳିଗୁଡ଼ିକ ରାଜ୍ୟର ବିଭିନ୍ନ ବିଭାଗ ଏବଂ ଜିଲ୍ଲାରେ ନୂତନ କାର୍ଯ୍ୟ ପଦ୍ଧତି ଦେଖିବ।
ओडिशा कॉलेज गुड़ी को निशामुक्त कैंपस करने दिगरे एक बड़ पदक्षेप नि राज्यर समस्त कॉलेज पर उच्चशिक्षा विभाग ए संपर्क में कड़ा निर्देश जारी करिछि। यही पदक्षेप अंतर्गत एनसीबी स्वतंत्र कार्यक्रम मानस आरंभ होइछि, जहाँ छात्र छात्री मानक निशा अपव्यवहार कुप्रभाव विषय सचेतन करने लक्ष्य रखिछि। जदि कौन कैंपस रे निशा किंबा मद्यपान देखा जाए तेबे रिपोर्ट करने हेल्पलाइन नंबर 1933 जारी करा जाइछि। राज्यर युवपीढ़ी को निशा निवारण रक्षा करने एवं सेमानक भविष्यत को सुरक्षित करने यही पदक्षेप एक गुरुत्वपूर्ण प्रयास। मोहन सरकार ओडिशार प्रमुख मंदिर गुड़िकर विकास एवं नवीकरण को प्राथमिकता देइछंती। संप्रति मुख्यमंत्री मोहन चरण माझी राज्यर 3टी गुरुत्वपूर्ण शक्तिपीठ एवं मंदिर सहित जड़ित प्रकल्प गुड़िकर एक गंभीर समीक्षा करथिले। घटगां माँ तारिणी पीठ, जाजपुर माँ बिरजा विक्रमा प्रकल्प एवं राजधानी भुवनेश्वर एकाम्र अंचल विकास कार्यर अग्रगति विषय आलोचना करा जायथिला। भक्त मानकु सुविधा एवं धार्मिक पर्यटन को प्रोत्साहित करने यही समस्त स्थान में बड़ धरणर योजना कार्यकारी करा जाउछि, जेउथिरे आधुनिक सुविधा ठारू आरंभ करी ऐतिहासिक ऐतिह्य संरक्षण पर्यंत कार्य अंतर्भुक्त। सरकार एही प्रकल्प गुड़िक पई आवश्यक बजेट मध्य स्थिर करिसंती, जहा फल रे सेगुड़िक समय सीमा मध्य समाप्त हेबो बोली आशा करा जाउछि।